ଗୋଟେ ଝିଅ ଯଦି ଘରର ଲକ୍ଷ୍ମୀ ହୁଏ ତାହେଲେ ଗୋଟେ ପୁଅ ଘରର କ'ଣ? ମୁଁ କହିବି ଗୋଟେ ପୁଅ ହେଉଛି ଘରର ଦୀପ। ଦୀପଟେ ଯେମିତି ଅନ୍ଧାରରେ ଜଳେ, ଦୁନିଆ ଆଲୋକ କରେ, କିନ୍ତୁ ତା ନିଜ ତଳ ଅନ୍ଧାର ଥାଏ। ସେମିତି ଗୋଟେ ପୁଅ ଯେତେବେଳେ ଘରର ବୁଝ ଅନ୍ଧାର ହେଇଯାଏ ନା, ବଢ଼ିଯାଏ, ସେତେବେଳେ ସିଏ ସେ ଅନ୍ଧାର ଭିତରେ ନିଜର ସବୁ ସ୍ୱପ୍ନକୁ ଜଳାଞ୍ଜଳି ଦେଇକି ଦୀପ ହେଇକି ଜଳେ। ତାର କ'ଣ ସ୍ୱପ୍ନ ଥିଲା, କ'ଣ ଥିଲା, ସେଗୁଡ଼ା ସେ ଭୁଲିଯାଏ। 95% ପୁଅ କେବେ ନିଜ ସ୍ୱପ୍ନ ପୂରଣ କରିପାରନ୍ତେ, କାରଣ ତାଙ୍କ ଉପରେ ଚାପ ଆସିଯାଏ ଯେ ତୁ କାହିଁ କିଛି କରୁନୁ, ତୋ ବାପର ବୟସ ହେଲାଣି। ସେମାନେ ସବୁ ବୁଝିବା ଦରକାର ଯେ ତାର କ'ଣ ସ୍ୱପ୍ନ ଥିଲା। ଅବଶ୍ୟ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲିର ଚାପ ଯେତେବେଳେ ଆସେ ନା, ସେତେବେଳେ ସ୍ୱପ୍ନ ଦେଖାଯାଏନି, କେମିତି ସେ ପରିବାର ଅନ୍ଧାର ଭିତରୁ ବାହାରିବ ସେଇଟା ହିଁ ଦେଖାଯାଏ। ସେଇ ପୁଅଟା ସେଇ ଅନ୍ଧାର ଭିତରେ କେମିତି ବାହାରିବ, ସେଇଥିପାଇଁ ସେ ଦିନ ରାତି ଏକ କରିକି ତା ପରିବାରକୁ ଆଲୋକିତ କରେ। ପୁଅମାନେ ସବୁବେଳେ ହସିଥାନ୍ତି, କିନ୍ତୁ ତା ହସ ଭିତରେ ଯେ କେତେ ଦର୍ଦ ଥାଏ ସେ ପୁଅମାନେ ହିଁ ଜାଣନ୍ତି। ଜୟ ଜଗନ୍ନାଥ।